ଓಂ ଶାନ୍ତି। ଈଶ୍ୱରୀୟ ପରିବାରର ସମସ୍ତ ଭାଇ ଭଉଣୀମାନଙ୍କୁ ମୋର ନବବର୍ଷର ଶୁଭେଚ୍ଛା ଏବଂ ଶୁଭକାମନା। ସମସ୍ତେ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ପବିତ୍ରତା, ଜ୍ଞାନ, ଶକ୍ତିରେ ଭରପୁର ରୁହନ୍ତୁ। ଏହା ବାବାଙ୍କ ନିକଟରେ ମୋର ପ୍ରାର୍ଥନା। ଓಂ ଶାନ୍ତି। ଓಂ ଶାନ୍ତି। 1 ଜାନୁଆରୀ 2025ର ସାକାର ମୁରଲୀର ମୁଖ୍ୟ ପଏଣ୍ଟରେ ବାବା କହିଛନ୍ତି, ତୁମେମାନେ ଜ୍ଞାନର ବର୍ଷା କରି ଚତୁର୍ଦିଗ ସବୁଜିମା କରିବା ବାଲା ଅଟ। ତେଣୁ ତୁମକୁ ଜ୍ଞାନର ଧାରଣା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ତୁମେମାନେ ଜ୍ଞାନର ବର୍ଷା କରି ଚତୁର୍ଦିଗ ସବୁଜିମା କରିବା ବାଲା ଅଟ। ତେଣୁ ତୁମକୁ ଜ୍ଞାନର ଧାରଣା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ପ୍ରଶ୍ନ, ଯେଉଁ ବାଦଲଗୁଡ଼ିକ ବରସନ୍ତି ନାହିଁ ସେମାନଙ୍କୁ କେଉଁ ନାମ ଦିଆଯିବ? ଯେଉଁ ବାଦଲଗୁଡ଼ିକ ବରସନ୍ତି ନାହିଁ ସେମାନଙ୍କୁ କେଉଁ ନାମ ଦିଆଯିବ? ଉତ୍ତର, ସେମାନେ ହେଲେ ଅଳସୁଆ ବାଦଲ, ଫୁର୍ତ୍ତି ବାଦଲ। ସେହିମାନେ ଯିଏ ବରସିଥାନ୍ତି ଅର୍ଥାତ୍ ଜ୍ଞାନ ଶୁଣାଇଥାନ୍ତି। ଯଦି ଜ୍ଞାନର ଧାରଣା ଥିବ ତେବେ ବରସିବା ବିନା ରହିପାରିବେ ନାହିଁ। ଯେଉଁମାନେ ଜ୍ଞାନର ଧାରଣା କରି ଅନ୍ୟକୁ କରାଇ ନଥାନ୍ତି ସେମାନଙ୍କର ପେଟ ସହିତ ପିଠି ଲାଗିଯାଏ। ସେମାନେ ଗରିବ ଅଟନ୍ତି। ସେମାନେ ପ୍ରଜା ଶ୍ରେଣୀକୁ ଚାଲିଯିବେ। ପ୍ରଶ୍ନ, ଯୋଗର ଯାତ୍ରାରେ ମୁଖ୍ୟ ମେହନତ କ'ଣ? ଯୋଗର ଯାତ୍ରାରେ ମୁଖ୍ୟ ମେହନତ କ'ଣ? ଉତ୍ତର, ନିଜକୁ ଆତ୍ମା ମନେକରି ବାବାଙ୍କୁ ବିନ୍ଦୁ ରୂପରେ ମନେ ପକାଇବା। ବାବା ଯିଏ ଏବଂ ଯେପରି ଅଟନ୍ତି ସେହି ସ୍ୱରୂପରେ ଯଥାର୍ଥ ଭାବରେ ମନେ ପକାଇବାରେ ହିଁ ମେହନତ ରହିଛି। ଗୀତ ଜୋ ପିଆ କେ ସାଥ ହେ। ଓಂ ଶାନ୍ତି। ଯେପରି ସାଗର ଉପରେ ବାଦଲ ରହିଛି, ତେଣୁ ବାଦଲର ପିତା ହେଲେ ସାଗର। ଯେଉଁ ବାଦଲମାନେ ସାଗରଙ୍କ ସାଥିରେ ଅଛନ୍ତି ସେମାନଙ୍କ ପାଇଁ ହିଁ ବର୍ଷା ହେଉଛି। ସେହି ବାଦଲମାନେ ମଧ୍ୟ ସାଗରରୁ ପାଣି ଭରି ପୁଣି ବରସିଥାନ୍ତି। ତୁମେ ମଧ୍ୟ ଜ୍ଞାନ ସାଗରଙ୍କ ପାଖକୁ ସମ୍ପୂର୍ଣ୍ଣ ହେବା ପାଇଁ ଆସୁଛ। ତୁମେ ସାଗରର ସନ୍ତାନ ବାଦଲ ହିଁ ତ ଅଟ, ଯିଏକି ମିଠା ପାଣିକୁ ଶୋଷି ନେଉଛ। ତେବେ ବାଦଲ ମଧ୍ୟ ଅନେକ ପ୍ରକାରର ଅଛନ୍ତି। କେହି ବହୁତ ଜୋରରେ ବରଷୁଛନ୍ତି, ବନ୍ୟା କରି ଦେଉଛନ୍ତି, କେହି କମ୍ ବରଷୁଛନ୍ତି। ତୁମମାନଙ୍କ ଭିତରେ ମଧ୍ୟ ଏମିତି କ୍ରମାନୁସାରେ ଅଛନ୍ତି ଯିଏ ଖୁବ୍ ଜୋରରେ ବରସିଥାନ୍ତି। ତାଙ୍କର ନାମର ମଧ୍ୟ ଗାୟନ କରାଯାଇଥାଏ। ଯେମିତି ବର୍ଷା ବହୁତ ହେଲେ ମନୁଷ୍ୟ ଖୁସି ହୋଇଯାଆନ୍ତି, ଏହା ମଧ୍ୟ ଠିକ୍ ସେମିତି ଯେଉଁମାନେ ଭଲ ବର୍ଷା କରିଥାନ୍ତି ତାଙ୍କର ମହିମା କରାଯାଇଥାଏ। ଯିଏ ବର୍ଷା କରନ୍ତି ନାହିଁ ତାଙ୍କର ମନ ଯେମିତି ଅଳସୁଆ ହୋଇଯାଏ, ପେଟ ପୂରେ ନାହିଁ। ସମ୍ପୂର୍ଣ୍ଣ ରୂପେ ଧାରଣା ନ ହେଲେ ପେଟ ଯାଇ ପିଠିରେ ଲାଗିଯାଏ। ଯେପରି ଦୁର୍ଭିକ୍ଷ ପଡ଼ିଲେ ମନୁଷ୍ୟମାନଙ୍କର ପେଟ ପିଠିରେ ଲାଗିଯାଏ, ଏଠାରେ ମଧ୍ୟ ଯଦି କେହି ନିଜେ ଧାରଣ କରି ଅନ୍ୟକୁ କରାଉନାହାନ୍ତି ତେବେ ତାଙ୍କର ପେଟ ଯାଇ ପିଠିରେ ଲାଗିଯାଉଛି। ଯେଉଁମାନେ ଅଧିକ ବର୍ଷା କରନ୍ତି ସେଠାରେ ରାଜା ରାଣୀ ହେବେ ଏବଂ ସେମାନେ ଗରିବ ପ୍ରଜା ହେବେ। ଗରିବମାନଙ୍କର ପେଟ ପିଠିରେ ଲାଗିଯାଏ ନା, ସେଥିପାଇଁ ସନ୍ତାନମାନଙ୍କୁ ବହୁତ ଭଲ ଭାବରେ ଧାରଣା କରିବା ଦରକାର। ଏଠାରେ ପୁଣି ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ କେତେ ସହଜ। ତୁମେ ବର୍ତ୍ତମାନ ବୁଝିପାରୁଛ ଯେ ଆମଠାରେ ଆତ୍ମା ଏବଂ ପରମାତ୍ମା ଉଭୟଙ୍କର ଜ୍ଞାନ ନଥିଲା, ସେଥିପାଇଁ ପେଟ ପିଠିରେ ଲାଗିଯାଇଥିଲା ନା। ମୁଖ୍ୟ କଥା ହେଉଛି ହିଁ ଆତ୍ମା ଏବଂ ପରମାତ୍ମାଙ୍କର କଥା। ମନୁଷ୍ୟମାନେ ଆତ୍ମାକୁ ହିଁ ଜାଣିନାହାନ୍ତି, ତେବେ ସେମାନେ ପୁଣି ପରମାତ୍ମାକୁ କେମିତି ଜାଣିପାରିବେ? କେତେ ବଡ଼ ବଡ଼ ବିଦ୍ୱାନ ପଣ୍ଡିତ ଆଦି ଅଛନ୍ତି, କିନ୍ତୁ କେହି ବି ଆତ୍ମାକୁ ଜାଣିନାହାନ୍ତି। ବର୍ତ୍ତମାନ ତୁମେ ଜାଣୁଛ ଯେ ଆତ୍ମା ଅବିନାଶୀ ଏବଂ ସେଥିରେ 84 ଜନ୍ମର ଅବିନାଶୀ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ଯାହାକି ଚାଲି ଆସୁଛି। ଯେପରି ଆତ୍ମା ଅବିନାଶୀ ସେହିପରି ପାଠ ମଧ୍ୟ ଅବିନାଶୀ। ଆତ୍ମା କିପରି ଅଲରାଉଣ୍ଡ ପାଠ କରୁଛି ଏ କଥା କାହାକୁ ଜଣାନାହିଁ। ସେଥିପାଇଁ ସେମାନେ ଆତ୍ମା ସ୍ୱ ପରମାତ୍ମା ବୋଲି କହି ଦେଉଛନ୍ତି। ତୁମମାନଙ୍କ ପାଖରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରା ଜ୍ଞାନ ରହିଛି। ସେମାନେ ତ ଡ୍ରାମାର ଆୟୁଷ ହିଁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି। ବର୍ତ୍ତମାନ ତୁମକୁ ସୃଷ୍ଟିର ସାରା ଜ୍ଞାନ ମିଳିଛି। ତୁମେମାନେ ଜାଣିଛ ବାବାଙ୍କ ଦ୍ୱାରା
ରଚିତ ଏହି ଜ୍ଞାନ ଯଜ୍ଞରେ ସାରା ଦୁନିଆ ସ୍ୱାହା ହେବ। ସେଥିପାଇଁ ବାବା କହୁଛନ୍ତି ଦେହ ସହିତ ଯାହା କିଛି ବି ଅଛି ସେସବୁ ଭୁଲି ନିଜକୁ ଆତ୍ମା ନିଶ୍ଚୟ କର। ବାବାଙ୍କୁ ଏବଂ ଶାନ୍ତିଧାମ ସୁଇଟ୍ ହୋମ୍କୁ ମନେ ପକାଅ। ଏହା ତ ହେଉଛି ହିଁ ଦୁଃଖଧାମ। ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ବୁଝାଇ ପାରିବେ। ବର୍ତ୍ତମାନ ତୁମେ ଜ୍ଞାନରେ ତ ଭରପୁର ଅଛ, କିନ୍ତୁ ସବୁ ପରିଶ୍ରମ ତ ଯୋଗରେ ରହିଛି। ଜନ୍ମ ଜନ୍ମାନ୍ତର ଦେହ ଅଭିମାନ ତୁଟାଇ ଦେହୀ ଅଭିମାନୀ ହେବା, ଏଥିରେ ବହୁତ ପରିଶ୍ରମ କରିବାକୁ ହେବ। କହିବା ତ ବହୁତ ସହଜ, କିନ୍ତୁ ନିଜକୁ ଆତ୍ମା ଭାବିବା ଏବଂ ବାବାଙ୍କୁ ମଧ୍ୟ ବିନ୍ଦୁ ରୂପରେ ମନେ ପକାଇବା, ଏଥିରେ ପରିଶ୍ରମ ରହିଛି। ବାବା କହୁଛନ୍ତି ମୁଁ ଯେପରି ଏବଂ ଯେମିତି ଅଟେ ସେମିତି କେହି ବହୁତ କଷ୍ଟରେ ମୋତେ ମନେ ପକାଉଛନ୍ତି। ଯେପରି ବାବା ସେହିପରି ସନ୍ତାନମାନେ ମଧ୍ୟ ହୋଇଥାନ୍ତି ନା। ନିଜକୁ ଜାଣିଲେ ବାବାଙ୍କୁ ମଧ୍ୟ ଜାଣିଯିବେ। ତୁମେ ଜାଣିଛ ଶିକ୍ଷକ ଏକମାତ୍ର ବାବା ହିଁ ଅଟନ୍ତି, କିନ୍ତୁ ବିଦ୍ୟାର୍ଥୀ ବହୁତ ଅଛନ୍ତି। ବାବା ରାଜଧାନୀ କେମିତି ସ୍ଥାପନ କରୁଛନ୍ତି ତାହା ତୁମେମାନେ ହିଁ ଜାଣିଛ। ବାକି ଏହି ଶାସ୍ତ୍ର ଆଦି ସବୁ ଭକ୍ତି ମାର୍ଗର ସାମଗ୍ରୀ। ପିଲାମାନଙ୍କୁ ବୁଝାଇବା ପାଇଁ ଏସବୁ କଥା ମୋତେ କହିବାକୁ ପଡ଼ୁଛି। ବାକି ଏଥିରେ ଘୃଣାର କୌଣସି କଥା ନାହିଁ। ଶାସ୍ତ୍ରରେ ମଧ୍ୟ ବ୍ରହ୍ମାଙ୍କର ଦିନ ଏବଂ ରାତି ବୋଲି କହିଥାନ୍ତି, କିନ୍ତୁ କିଛି ବି ବୁଝି ନାହାନ୍ତି। ରାତି ଏବଂ ଦିନ ଅଧା ଅଧା ହୋଇଥାଏ। ସିଡ଼ି ସମ୍ବନ୍ଧରେ କେତେ ସହଜ ରୀତିରେ ବୁଝା ଯାଉଛି। ମନୁଷ୍ୟ ଭାବୁଛନ୍ତି ଯେ ଭଗବାନ ତ ବହୁତ ସମର୍ଥ, ସିଏ ଯାହା ଚାହିଁବେ ତାହା କରିପାରିବେ। କିନ୍ତୁ ବାବା କହୁଛନ୍ତି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି। ଭାରତ ଉପରେ ତ କେତେ ବିପଦ ଆସୁଛି, ପୁଣି ମୁଁ କ'ଣ ବାରମ୍ବାର ଆସୁଛି। ମୋର ପାର୍ଟ ମଧ୍ୟ ସୀମା ଅଛି। ଯେତେବେଳେ ସମ୍ପୂର୍ଣ୍ଣ ଦୁଃଖୀ ହୋଇଯାଉଛନ୍ତି, ସେତେବେଳେ ମୁଁ ନିର୍ଦ୍ଧାରିତ ସମୟରେ ଆସୁଛି। ଏଥିରେ ଗୋଟିଏ ସେକେଣ୍ଡର ମଧ୍ୟ ଫରକ ହୋଇପାରିବ ନାହିଁ। ଡ୍ରାମାରେ ପ୍ରତ୍ୟେକଙ୍କର ପାର୍ଟ ନିର୍ଦ୍ଧାର୍ଯ୍ୟ ରହିଛି। ଏହା ହେଉଛି ଉଚ୍ଚତମ ବାବାଙ୍କର ପୁନଃ ଅବତରଣ। ପୁଣି କ୍ରମାନ୍ୱୟରେ କମ୍ ଶକ୍ତି ସମ୍ପନ୍ନ ଆତ୍ମାମାନେ ଆସିଥାନ୍ତି। ତୁମମାନଙ୍କୁ ବର୍ତ୍ତମାନ ବାବାଙ୍କଠାରୁ ଜ୍ଞାନ ମିଳିଛି, ଯାହାଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ। ତୁମମାନଙ୍କ ଭିତରେ ଏବେ ସମ୍ପୂର୍ଣ୍ଣ ଶକ୍ତି ଆସୁଛି। ପୁରୁଷାର୍ଥ କରି ତୁମେ ତମପ୍ରଧାନରୁ ଶତପ୍ରଧାନ ହେଉଛ। ଅନ୍ୟମାନଙ୍କର ତ ପାର୍ଟ ହିଁ ନାହିଁ। ମୁଖ୍ୟ ହେଉଛି ଡ୍ରାମା, ଯାହାର ଜ୍ଞାନ ତୁମକୁ ବର୍ତ୍ତମାନ ମିଳୁଛି। ବାକି ତ ସବୁ ହେଉଛି ଜଡ଼ତତ୍ତ୍ୱ, କାହିଁକି ନା ତାହା ସବୁ ଏହି ଆଖିରେ ଦେଖାଯାଉଛି। ୱାଣ୍ଡର ଅଫ୍ ଦି ୱାର୍ଲଡ, ପୃଥିବୀର ଆଶ୍ଚର୍ଯ୍ୟ ତ ବାବା ହିଁ ଅଟନ୍ତି, ଯିଏ ପୁଣି ସ୍ୱର୍ଗ ରଚନା କରୁଛନ୍ତି, ଯାହାକୁ ହେଭନ୍ ପାରାଡାଇଜ୍ କହିଥାନ୍ତି। ତାଙ୍କର କେତେ ମହିମା ରହିଛି। ବାବା ଏବଂ ବାବାଙ୍କର ରଚନାର ବହୁତ ମହିମା ରହିଛି। ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ। ଉଚ୍ଚରୁ ଉଚ୍ଚ ସ୍ୱର୍ଗର ସ୍ଥାପନା ବାବା କେମିତି କରୁଛନ୍ତି, ଏ କଥା କେହି କିଛି ଜାଣି ନାହାନ୍ତି। ତୁମେ ମିଠା ମିଠା ସନ୍ତାନମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ ଏବଂ ସେହି ଅନୁସାରେ ହିଁ ପଦ ପାଉଛ। ଯେଉଁମାନେ ପୁରୁଷାର୍ଥ କରୁଛନ୍ତି ସେମାନେ ଡ୍ରାମା ଅନୁସାରେ ହିଁ କରୁଛନ୍ତି। ପୁରୁଷାର୍ଥ ବିନା ତ କିଛି ମିଳିପାରିବ ନାହିଁ। କର୍ମ ବିନା ଏକ ସେକେଣ୍ଡ ମଧ୍ୟ ରହିପାରିବ ନାହିଁ। ହଠଯୋଗୀମାନେ ପ୍ରାଣାୟାମ ଆଦି କରିଥାନ୍ତି, ସେମାନେ ତ ଯେପରିକି ଜଡ଼ ହୋଇଯାଆନ୍ତି। ଭିତରେ ବସି ରହିଥାନ୍ତି, ଉପରେ ମାଟି ଜମିଯାଏ। ମାଟି ଉପରେ ପାଣି ପଡ଼ି ପୁଣି ଘାସ ଉଠିଯାଏ, କିନ୍ତୁ ଏଥିରେ କିଛି ଫାଇଦା ନାହିଁ। କେତେ ଦିନ ଏମିତି ବସି ରହିବେ? କର୍ମ ତ ନିଶ୍ଚୟ କରିବାକୁ ହିଁ ପଡ଼ିବ। କର୍ମ ସନ୍ନ୍ୟାସୀ କେହି ହୋଇପାରିବେ ନାହିଁ। ହଁ, କେବଳ ଖାଦ୍ୟ ଆଦି ପ୍ରସ୍ତୁତ କରନ୍ତି ନାହିଁ, ସେଥିପାଇଁ ତାଙ୍କୁ କର୍ମ ସନ୍ନ୍ୟାସୀ କହି ଦେଉଛନ୍ତି। ଏହା ମଧ୍ୟ ତାଙ୍କର ଡ୍ରାମାରେ ପାର୍ଟ ରହିଛି। ଯଦି ଏହି ନିବୃତ୍ତି ମାର୍ଗୀମାନେ ମଧ୍ୟ ନ ଥାନ୍ତେ, ତେବେ ଭାରତର ଅବସ୍ଥା କ'ଣ ହୋଇଯାଇଥାନ୍ତା? ଭାରତ ଦିନେ ନମ୍ବର 1 ପବିତ୍ର ଥିଲା। ବାବା ପ୍ରଥମେ ପ୍ରଥମେ ପବିତ୍ରତା ସ୍ଥାପନ କରୁଛନ୍ତି, ଯାହା ପୁଣି ଅଧାକଳ୍ପ ଚାଲିବ। ବାସ୍ତବରେ ସତ୍ୟଯୁଗରେ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ ଥିଲା। ସେହି ଦୈବୀ ରାଜ୍ୟ ବର୍ତ୍ତମାନ ପୁଣି ସ୍ଥାପନ ହେଉଛି। ଏମିତି ଭଲ ଭଲ ସ୍ଲୋଗାନ ଇତ୍ୟାଦି ତିଆରି କରି ମନୁଷ୍ୟମାନଙ୍କୁ ଜାଗ୍ରତ କରିବା ଦରକାର। ଏବେ ପୁନର୍ବାର ଦୈବୀ ରାଜ୍ୟ ଭାଗ୍ୟ ଆସି ନିଅ। ବର୍ତ୍ତମାନ ତୁମେ କେତେ ଭଲ ଭାବରେ ବୁଝୁଛ।
କୃଷ୍ଣଙ୍କୁ ଶ୍ୟାମ ସୁନ୍ଦର କାହିଁକି କହୁଛନ୍ତି ଏହା ମଧ୍ୟ ତୁମେମାନେ ବର୍ତ୍ତମାନ ଜାଣୁଛ। ଆଜିକାଲି ତ ବହୁତ ଏମିତି ନାମ ରଖିଦେଉଛନ୍ତି ଯେପରି କୃଷ୍ଣଙ୍କ ସହିତ ପ୍ରତିଯୋଗିତା କରୁଛନ୍ତି। ତୁମେମାନେ ଜାଣିଛ ପତିତ ରାଜାମାନେ କେମିତି ପାବନ ରାଜାମାନଙ୍କ ଆଗରେ ଯାଇ ମଥା ନୁଆଉଛନ୍ତି, କିନ୍ତୁ ସେମାନଙ୍କ ବିଷୟରେ କିଛି ଜାଣି ନାହାନ୍ତି। ତୁମେମାନେ ଜାଣିଛ ଯିଏ ପୂଜ୍ୟ ଥିଲେ ସେହିମାନେ ହିଁ ପୂଜାରୀ ହୋଇଯାଇଛନ୍ତି। ବର୍ତ୍ତମାନ ତୁମର ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହିଛି। ଯଦି ଏ କଥା ମନେ ରହିବ ତେବେ ଅବସ୍ଥା ବହୁତ ଭଲ ରହିବ, କିନ୍ତୁ ମାୟା ଏହି କଥାକୁ ସ୍ମରଣ କରିବାକୁ ଦେଉନାହିଁ, ଭୁଲାଇ ଦେଉଛି। ସର୍ବଦା ହର୍ଷିତମୁଖ ଅବସ୍ଥାରେ ରହିଲେ ହିଁ ତୁମକୁ ଦେବତା କୁହାଯିବ। ଲକ୍ଷ୍ମୀ ନାରାୟଣଙ୍କର ଚିତ୍ରକୁ ଦେଖି ସମସ୍ତେ କେତେ ଖୁସି ହୋଇଥାନ୍ତି। ରାଧାକୃଷ୍ଣ ଅଥବା ରାମ ଆଦିକୁ ଦେଖି ଏତେ ଖୁସି ହୋଇନଥାନ୍ତି, କାହିଁକିନା ଶ୍ରୀକୃଷ୍ଣଙ୍କ ପାଇଁ ଶାସ୍ତ୍ରରେ ହଙ୍ଗାମାର କଥା ଲେଖି ଦେଇଛନ୍ତି। ଏହି ବାବା ଶ୍ରୀନାରାୟଣ ହେବେ। ତେଣୁ ବାବା ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ରକୁ ଦେଖି ଖୁସି ହେଉଛନ୍ତି। ସନ୍ତାନମାନଙ୍କର ମଧ୍ୟ ବୁଝିବା ଦରକାର କି କେତେ ସମୟ ଏହି ପୁରୁଣା ଶରୀରରେ ରହିବା, ପୁଣି ଯାଇ ରାଜକୁମାର ହେବା। ଏହା ହିଁ ଆମର ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ ନା। ଏ କଥା ମଧ୍ୟ କେବଳ ତୁମେମାନେ ହିଁ ଜାଣିଛ। ତେଣୁ ଖୁସିରେ କେତେ ଗଦଗଦ ହେବା ଦରକାର। ଯେତେ ପଢ଼ିବ ସେତେ ଉଚ୍ଚ ପଦ ପାଇବ। ଯଦି ପଢ଼ିବ ନାହିଁ ତେବେ କି ପଦ ମିଳିବ? କେଉଁଠି ବିଶ୍ୱର ମହାରାଜ ମହାରାଣୀ, କେଉଁଠି ସାହୁକାର ପ୍ରଜାର ନୌକାର ଚାକର। ବିଷୟ ତ ଗୋଟିଏ, କେବଳ ମନ୍ମନା ଭାବ, ମଧ୍ୟଜୀ ଭବ, ଅଲଫ ଏବଂ ବେ, ଯୋଗ ଏବଂ ଜ୍ଞାନ। ବ୍ରହ୍ମା ବାବା କେତେ ଖୁସି ହୋଇଗଲେ। ଆଲଫକୁ ଆଲ୍ଲାହ ମିଳିଲେ, ସବୁ ଦେଇଦେଲେ। ତାଙ୍କୁ କେତେ ବଡ଼ ଲଟେରୀ ମିଳିଗଲା। ବାକି କ'ଣ ଦରକାର? ତେବେ କାହିଁକି ସନ୍ତାନମାନଙ୍କ ଭିତରେ ଖୁସି ନ ରହିବ? ସେଥିପାଇଁ ବାବା କହୁଛନ୍ତି ଏମିତି ଟ୍ରାନ୍ସଲାଇଟ୍ର ଚିତ୍ର ସମସ୍ତଙ୍କ ପାଇଁ ତିଆରି କର, ଯାହାକୁ ଦେଖି ସନ୍ତାନମାନେ ଖୁସି ହେବେ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ଏହି ବର୍ଷା ଦେଉଛନ୍ତି। ମନୁଷ୍ୟ ତ କିଛି ଜାଣିନାହାନ୍ତି, ପୂରାପୂରି ତୁଚ୍ଛ ବୁଦ୍ଧି ଅଟନ୍ତି। ବର୍ତ୍ତମାନ ତୁମେ ତୁଚ୍ଛ ବୁଦ୍ଧିରୁ ସ୍ୱଚ୍ଛ ବୁଦ୍ଧି ହେଉଛ। ସବୁ କିଛି ଜାଣି ଯାଇଛ। ଆଉ କିଛି ପଢ଼ିବା ଦରକାର ନାହିଁ। ଏହି ପାଠପଢ଼ାରୁ ତୁମକୁ ବିଶ୍ୱର ବାଦଶାହୀ ମିଳୁଛି। ସେଥିପାଇଁ ବାବାଙ୍କୁ ନଲେଜଫୁଲ୍ କହୁଛନ୍ତି। କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ଭଗବାନ ପ୍ରତ୍ୟେକଙ୍କର ମନକୁ ଜାଣିଛନ୍ତି। କିନ୍ତୁ ବାବା ତ ଜ୍ଞାନ ଦେଉଛନ୍ତି। ଟିଚର ଜାଣିଥାନ୍ତି ଯେ ଅମୁକ ପିଲା ଏହି ସ୍କୁଲରେ ପାଠ ପଢ଼ୁଛନ୍ତି। ବାକି ସାରାଦିନ ବସି ଦେଖିବେ ନାହିଁ ଯେ ଏହାଙ୍କର ବୁଦ୍ଧିରେ କ'ଣ ବିଚାର ଆସୁଛି। ଏହା ତ ବହୁତ ବିଚିତ୍ର ଜ୍ଞାନ ଅଟେ। ବାବାଙ୍କୁ ଜ୍ଞାନର ସାଗର, ସୁଖ ଶାନ୍ତିର ସାଗର କୁହାଯାଏ। ତୁମେମାନେ ମଧ୍ୟ ବର୍ତ୍ତମାନ ମାଷ୍ଟର ଜ୍ଞାନର ସାଗର ହେଉଛ। ପୁଣି ଏହି ଉପାଧି ମଧ୍ୟ ରହିବ ନାହିଁ। ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପନ୍ନ ହେବା, ଏହା ହେଉଛି ମନୁଷ୍ୟମାନଙ୍କର ଉଚ୍ଚ ପଦବୀ। ଏହି ସମୟରେ ଏହା ହେଉଛି ଈଶ୍ୱରୀୟ ପଦବୀ। ଏହା କେତେ ବୁଝିବା ଏବଂ ବୁଝାଇବାର କଥା। ଲକ୍ଷ୍ମୀନାରାୟଣଙ୍କର ଚିତ୍ରକୁ ଦେଖି ବହୁତ ଖୁସି ହେବା ଦରକାର। ଆମେ ବର୍ତ୍ତମାନ ବିଶ୍ୱର ମାଲିକ ହେବୁ। ନଲେଜରୁ ହିଁ ସବୁ ଗୁଣ ଆସିଥାଏ। ନିଜର ଲକ୍ଷ୍ୟ ଉଦ୍ଦେଶ୍ୟ ଦେଖିଲେ ହିଁ ରିଫ୍ରେଶମେଣ୍ଟ ଅର୍ଥାତ୍ ସତେଜତା ଆସିଯାଏ। ସେଥିପାଇଁ ବାବା କହୁଛନ୍ତି ଏହି ଲକ୍ଷ୍ମୀନାରାୟଣଙ୍କର ଚିତ୍ର ତ ପ୍ରତ୍ୟେକଙ୍କ ପାଖରେ ରହିବା ଦରକାର। ଏହି ଚିତ୍ର ହୃଦୟରେ ସ୍ନେହ ଚଢ଼ାଇଥାଏ, ମନରେ ଆସିଥାଏ। ବାସ୍ ମୃତ୍ୟୁ ଲୋକରେ ଏହା ଶେଷ ଜନ୍ମ ଅଟେ। ପୁଣି ଆମେ ଅମର ଲୋକରେ ଯାଇ ଏହିପରି ହେବା। ତତ୍ତ୍ୱତମ୍ ଏମିତି ନୁହେଁ କି ଆତ୍ମା ଯିଏ ପରମାତ୍ମା ସିଏ। ନା, ଏହି ଜ୍ଞାନ ସବୁ ବୁଦ୍ଧିରେ ରହିଛି। ଯେତେବେଳେ ତୁମେ କାହାକୁ ବୁଝାଉଛ ତାଙ୍କୁ କୁହ ଆମେ କେବେ ବି କାହାଠାରୁ ଭିକ ମାଗୁନାହୁଁ। ପ୍ରଜାପିତା ବ୍ରହ୍ମାଙ୍କର ବହୁତ ସନ୍ତାନ ଅଛନ୍ତି। ଆମେ ନିଜର ତନ୍ ମନ୍ ଧନ ଦ୍ୱାରା ସେବା କରୁଛୁ। ବ୍ରାହ୍ମଣମାନେ ନିଜ ରୋଜଗାରରେ ହିଁ ଯଜ୍ଞ ଚଳାଉଛନ୍ତି। ଶୂଦ୍ରଙ୍କର ପଇସା ଉପଯୋଗ କରିପାରିବୁ ନାହିଁ। ଢେର ସନ୍ତାନ ଅଛନ୍ତି। ସେମାନେ ଜାଣିଛନ୍ତି ଯେତେ ଆମେ ତନ୍ ମନ୍ ଧନ ଦ୍ୱାରା ସେବା କରିବୁ, ସମର୍ପିତ ହେବୁ, ସେତେ ଉଚ୍ଚ ପଦ ପାଇବୁ। ଜାଣିଛ ବ୍ରହ୍ମା ବାବା ବୀଜ ବୁଣିଛନ୍ତି ଅର୍ଥାତ୍ ସର୍ବୋଚ୍ଚ ସହା କରିଛନ୍ତି। ତେଣୁ ସେ ଲକ୍ଷ୍ମୀନାରାୟଣ ହେଉଛନ୍ତି। ପଇସା ଏଠାରେ କିଛି କାମରେ ତ ଆସିବ ନାହିଁ। ତେଣୁ କାହିଁକି ଏହି କାର୍ଯ୍ୟରେ ଲଗାଇ ନ ଦେବା?
ତେବେ ସମର୍ପିତ ଆତ୍ମା କ'ଣ କେବେ ଭୋକରେ ମରିବେ? ସେମାନଙ୍କର ତ ବହୁତ ଯତ୍ନ ନିଆଯାଇଥାଏ। ବାବାଙ୍କର କେତେ ଯତ୍ନ ନିଆଯାଉଛି। ଇଏ ତ ଶିବ ବାବାଙ୍କର ରଥ ଅଟନ୍ତି ନା, ସାରା ବିଶ୍ୱକୁ ସ୍ୱର୍ଗରେ ପରିଣତ କରୁଛନ୍ତି। ଶିବ ବାବା ହସିନ୍ ମୁସାଫିର ଅର୍ଥାତ୍ ସୁନ୍ଦର ଯାତ୍ରୀ। ପରମପିତା ପରମାତ୍ମା ଆସି ସମସ୍ତଙ୍କୁ ସୁନ୍ଦର କରୁଛନ୍ତି। ତୁମେ ଶ୍ୟାମଳରୁ ଗୋରା ପବିତ୍ର ଓ ସୁନ୍ଦର ହେଉଛ ନା। ବାବା କେତେ ସୁନ୍ଦର ପ୍ରିୟତମ ଅଟନ୍ତି, ଯିଏକି ଏଠାକୁ ଆସି ସମସ୍ତଙ୍କୁ ଗୋରା କରିଦେଉଛନ୍ତି। ତେଣୁ ତାଙ୍କ ଉପରେ ସମର୍ପିତ ହୋଇଯିବା ଦରକାର। ସଦାସର୍ବଦା ତାଙ୍କୁ ମନେ ପକାଇବା ଦରକାର। ଯେପରି ଆତ୍ମାକୁ ଦେଖି ପାରିବ ନାହିଁ, କେବଳ ଜାଣିପାରିବ, ସେହିପରି ପରମାତ୍ମାକୁ ମଧ୍ୟ ଜାଣିପାରିବ। ଦେଖିବାକୁ ଗଲେ ତ ଆତ୍ମା ଏବଂ ପରମାତ୍ମା ଦୁଇଜଣ ଏକାଭଳି ଅଟନ୍ତି, ବିନ୍ଦୁ ସଦୃଶ୍ୟ ଅଟନ୍ତି। ବାକି ତ ସବୁ ହେଉଛି ଜ୍ଞାନ। ଏ କଥା ବହୁତ ବୁଝିବାର କଥା। ସନ୍ତାନମାନଙ୍କ ବୁଦ୍ଧିରେ ଏହି କଥା ଛାପି ହୋଇଯିବା ଦରକାର। କିନ୍ତୁ ବୁଦ୍ଧିରେ ପୁରୁଷାର୍ଥର କ୍ରମାନୁସାରେ ଧାରଣା ହୋଇଥାଏ। ଡାକ୍ତରମାନଙ୍କର ମଧ୍ୟ ଔଷଧ ମନେ ରହିଥାଏ ନା। ଏମିତି ନୁହେଁ କି ସେହି ସମୟରେ ବସି ବହି ଲେଖିବେ। ଡାକ୍ତରୀ ଜ୍ଞାନର ମଧ୍ୟ ବିଷୟବସ୍ତୁ ଥାଏ, ବାରିଷ୍ଟରୀ ଜ୍ଞାନର ମଧ୍ୟ ବିଷୟବସ୍ତୁ ଥାଏ। ତୁମ ପାଖରେ ମଧ୍ୟ ବିଷୟବସ୍ତୁମାନ ରହିଛି, ଯାହା ଉପରେ ବୁଝାଉଛ। କାହାକୁ କୌଣସି ଜ୍ଞାନର କଥା ଫାଇଦା ଦେଇଥାଏ, କାହାକୁ କେଉଁ ଜ୍ଞାନର କଥା ଦ୍ୱାରା ନିଶ୍ଚୟ ହୋଇଯାଏ। ଜ୍ଞାନର ବିଷୟ ବହୁତ ଅଛି। ଯିଏ ଭଲ ଭାବରେ ଧାରଣ କରିବେ, ସେ ଭଲ ଭାବରେ ସେବା କରିପାରିବେ। ଅଧା କଳ୍ପରୁ ମହାରୋଗୀ ହୋଇଯାଇଛନ୍ତି, ଆତ୍ମା ପତିତ ହୋଇଯାଇଛି। ତେଣୁ ତାଙ୍କ ପାଇଁ ଏକମାତ୍ର ଅବିନାଶୀ ଡାକ୍ତର ଶିବ ବାବା ଔଷଧ ଦେଉଛନ୍ତି। ସେ ସର୍ବଦା ସର୍ଜନ ହିଁ ରହିଥାନ୍ତି, କେବେ ରୋଗରେ ପଡ଼ନ୍ତି ନାହିଁ। ଅନ୍ୟ ସମସ୍ତେ ତ ରୋଗରେ ପଡ଼ିଯାଆନ୍ତି। ତେବେ ଅବିନାଶୀ ସର୍ଜନ ଥରେ ମାତ୍ର ଆସି ମନ୍ମନା ଭାବର ଇଞ୍ଜେକ୍ସନ ଦେଉଛନ୍ତି। ଏହା କେତେ ସହଜ। ଲକ୍ଷ୍ମୀନାରାୟଣଙ୍କର ଚିତ୍ରକୁ ସର୍ବଦା ପକେଟରେ ରଖିଦିଅ। ବ୍ରହ୍ମା ବାବା ନାରାୟଣଙ୍କର ପୂଜାରୀ ଥିଲେ। ଲକ୍ଷ୍ମୀନାରାୟଣଙ୍କର ପଦ ସେବା କରୁଥିବାର ଚିତ୍ରରୁ ଲକ୍ଷ୍ମୀକୁ ଅଲଗା କରି କେବଳ ନାରାୟଣଙ୍କର ଚିତ୍ର ରଖିଥିଲେ। ଏବେ ଜାଣିପାରୁଛି, ଯାହାକୁ ମୁଁ ପୂଜା କରୁଥିଲି, ମୁଁ ତାହା ହେଉଛି। ଲକ୍ଷ୍ମୀକୁ ବିଦାୟ ଦେଇଦେଲି। ତେବେ ଏ କଥା ନିଶ୍ଚିନ୍ତ ଯେ ମୁଁ ଲକ୍ଷ୍ମୀ ହେବି ନାହିଁ। ଲକ୍ଷ୍ମୀ ବସି ସେବା କରିବେ। ଏହା ଭଲ ଲାଗୁନଥିଲା। ଏହି ଚିତ୍ରକୁ ଦେଖି ପୁରୁଷମାନେ ସ୍ତ୍ରୀମାନଙ୍କ ଦ୍ୱାରା ସେବା କରାଉଛନ୍ତି। ସେଠାରେ କ'ଣ ଲକ୍ଷ୍ମୀ ବସି ଏମିତି ଗୋଡ଼ ମୋଡ଼ିବେ? ନା, ଏଭଳି ପ୍ରଥା ସେଠାରେ ନ ଥାଏ। ଏହି ପ୍ରଥା ଏହି ରାବଣ ରାଜ୍ୟର। ଏହି ଚିତ୍ରରେ ସାରା ଜ୍ଞାନ ଅଛି। ଉପରେ ତ୍ରିମୂର୍ତ୍ତି ମଧ୍ୟ ରହିଛନ୍ତି। ଏହି ଜ୍ଞାନକୁ ସାରାଦିନ ସ୍ମରଣ କରି କରି ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ। ଭାରତ ଏବେ ସ୍ୱର୍ଗ ହେବାକୁ ଯାଉଛି, ଏ କଥା କେତେ ସୁନ୍ଦର ଭାବରେ ବୁଝାଇ ଦିଆଯାଇଛି। କିନ୍ତୁ କାହିଁକି କେଜାଣି ମନୁଷ୍ୟମାନଙ୍କର ବୁଦ୍ଧିରେ ରହୁନାହିଁ। ଆଗକୁ ନିଆଁ ବହୁତ ଜୋରରେ ଲାଗିବ। ଏହି ପୁରୁଣା ଦୁନିଆ ରୂପୀ ପାଳଗଦାରେ ନିଆଁ ଲାଗିବ। ରାବଣ ରାଜ୍ୟ ନିଶ୍ଚୟ ଖଲାସ ହେବା ଦରକାର। ଯଜ୍ଞର ମଧ୍ୟ ପବିତ୍ର ବ୍ରାହ୍ମଣ ଦରକାର। ଏହା ବହୁତ ବଡ଼ ଯଜ୍ଞ, ଯାହାକି ସାରା ବିଶ୍ୱରେ ପବିତ୍ରତା ଆଣିବା ପାଇଁ ଉଦ୍ଦିଷ୍ଟ। ସେ ବ୍ରାହ୍ମଣମାନେ ଯଦିଓ ନିଜକୁ ବ୍ରହ୍ମାଙ୍କର ସନ୍ତାନ ବୋଲି କହୁଛନ୍ତି, କିନ୍ତୁ ସେମାନେ ତ ଗର୍ଭରୁ ଜନ୍ମ ନେଇଥାନ୍ତି। ବ୍ରହ୍ମାଙ୍କର ସନ୍ତାନ ତ ପବିତ୍ର ମୁଖ ବଂଶାବଳୀ ଥିଲେ ନା। ତେଣୁ ତାଙ୍କୁ ଏ କଥା ବୁଝାଇବା ଦରକାର। ଆଚ୍ଛା, ମିଠା ମିଠା ଶିକ୍ଲେଧେ ସନ୍ତାନମାନଙ୍କ ପ୍ରତି ମାତ୍ ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଓମ୍ ଶାନ୍ତି। ମେରା ବାବା, ପ୍ୟାରା ବାବା, ମିଠା ବାବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟସାର। 1ରେ ସ୍ୱଚ୍ଛ ବୁଦ୍ଧି ହୋଇ ଏହି ଆଶ୍ଚର୍ଯ୍ୟଜନକ ଜ୍ଞାନକୁ ଧାରଣ କରି ବାବାଙ୍କ ସମାନ ମାଷ୍ଟର ଜ୍ଞାନର ସାଗର ହେବାକୁ ପଡ଼ିବ। ଜ୍ଞାନ ଆଧାରରେ ସର୍ବଗୁଣଗୁଡ଼ିକୁ ନିଜ ଭିତରେ ଧାରଣ କରିବାକୁ ହେବ। ସ୍ୱଚ୍ଛ ବୁଦ୍ଧି ହୋଇ ଏହି ଆଶ୍ଚର୍ଯ୍ୟଜନକ ଜ୍ଞାନକୁ ଧାରଣ କରି ବାବାଙ୍କ ସମାନ ମାଷ୍ଟର ଜ୍ଞାନର ସାଗର ହେବାକୁ ପଡ଼ିବ। ଜ୍ଞାନ ଆଧାରରେ ସର୍ବଗୁଣଗୁଡ଼ିକୁ ନିଜ ଭିତରେ ଧାରଣ କରିବାକୁ ହେବ।
ଯେପରି ବ୍ରହ୍ମା ବାବା ନିଜର ତନ୍ ମନ୍ ଧନ ସେବାରେ ଲଗାଇଲେ, ସରେଣ୍ଡର ଅର୍ଥାତ୍ ସମର୍ପିତ ହେଲେ, ସେହିପରି ବାବାଙ୍କ ସମାନ ନିଜର ସବୁକିଛି ଈଶ୍ୱରୀୟ ସେବାରେ ସଫଳ କରିବାକୁ ହେବ। ସଦା ସର୍ବଦା ରିଫ୍ରେଶ୍ ଅର୍ଥାତ୍ ସତେଜ ରହିବା ପାଇଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଚିତ୍ରକୁ ସର୍ବଦା ସାଥିରେ ରଖିବାକୁ ହେବ। ଯେପରି ବ୍ରହ୍ମା ବାବା ନିଜର ତନ୍ ମନ୍ ଧନ ସେବାରେ ଲଗାଇଲେ, ସରେଣ୍ଡର ଅର୍ଥାତ୍ ସମର୍ପିତ ହେଲେ, ସେହିପରି ବାବାଙ୍କ ସମାନ ନିଜର ସବୁକିଛି ଈଶ୍ୱରୀୟ ସେବାରେ ସଫଳ କରିବାକୁ ହେବ। ସଦାସର୍ବଦା ରିଫ୍ରେଶ୍ ଅର୍ଥାତ୍ ସତେଜ ରହିବା ପାଇଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଚିତ୍ରକୁ ସର୍ବଦା ସାଥିରେ ରଖିବାକୁ ହେବ। ବରଦାନ। ନିଜର ଏକର ସ୍ଥିତି ଦ୍ୱାରା ସର୍ବଦା ଏକମାତ୍ର ବାବାଙ୍କୁ ହିଁ ଅନୁକରଣ କରୁଥିବା ପ୍ରସନ୍ନଚିତ୍ ଆତ୍ମା ହୁଅ। ନିଜର ଏକର ସ୍ଥିତି ଦ୍ୱାରା ସର୍ବଦା ଏକମାତ୍ର ବାବାଙ୍କୁ ହିଁ ଅନୁକରଣ କରୁଥିବା ପ୍ରସନ୍ନଚିତ୍ତ ଆତ୍ମା ହୁଅ। ତୁମ ପିଲାମାନଙ୍କ ପାଇଁ ବ୍ରହ୍ମା ବାବାଙ୍କର ଜୀବନ ଏକ ସଠିକ୍ କମ୍ପ୍ୟୁଟର ଅଟେ। ଯେପରି ଆଜିକାଲି କମ୍ପ୍ୟୁଟର ଦ୍ୱାରା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପଚାରୁଛନ୍ତି, ସେହିପରି ମନ ଭିତରେ ଯେତେବେଳେ ବି କୌଣସି ପ୍ରଶ୍ନ ଉଠୁଛି, ସେତେବେଳେ କାହିଁକି କ'ଣ କିପରି ଭାବିବା ପରିବର୍ତ୍ତେ ବ୍ରହ୍ମା ବାବାଙ୍କର ଜୀବନ ରୂପୀ କମ୍ପ୍ୟୁଟରର ମାଧ୍ୟମରେ ଦେଖ, ଯାହାଦ୍ୱାରା କ'ଣ ଏବଂ କିପରିର ପ୍ରଶ୍ନ ଏହିପରିରେ ପରିବର୍ତ୍ତିତ ହୋଇଯିବ। ପ୍ରଶ୍ନଚିତ୍ତ ଅବସ୍ଥାରେ ରହିବା ପରିବର୍ତ୍ତେ ପ୍ରସନ୍ନଚିତ୍ତ ହୋଇଯିବ। ତେବେ ପ୍ରସନ୍ନଚିତ୍ତ ଅର୍ଥାତ୍ ଏକର ସ୍ଥିତିରେ ରହି ଏକମାତ୍ର ବାବାଙ୍କୁ ହିଁ ଅନୁକରଣ କରୁଥିବା ଆତ୍ମା। ସ୍ଲୋଗାନ। ଆତ୍ମିକ ଶକ୍ତି ଆଧାରରେ ସର୍ବଦା ସୁସ୍ଥ ରହିବାର ଅନୁଭବ କର। ଆତ୍ମିକ ଶକ୍ତି ଆଧାରରେ ସର୍ବଦା ସୁସ୍ଥ ରହିବାର ଅନୁଭବ କର। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।